ଆଜି ଟିକେ ବାରଙ୍ଗ ବେଲଗଛିଆ ଗାଁ ଆଡ଼କୁ ବୁଲି ଯାଇଥିଲୁ। ଯେତେବେଳେ ଆମେ ଗାଁରେ ପଶିଥିଲୁ ସେହି ସମୟରେ ଗାଁ ରାସ୍ତା ମୁହଁରେ ଏହି 4ଟି ସୁନ୍ଦର ମନ୍ଦିର ଦେଖିବାକୁ ପାଇଥିଲୁ। ଆପଣମାନେ ଯଦି ବେଲଗଛିଆ ଗାଁକୁ ଆସିଥିବେ ନିଶ୍ଚିତ ଭାବରେ ଏହି 4ଟି ମନ୍ଦିରକୁ ଦେଖିଥିବେ। ଆଜି ଏହିସବୁ ମନ୍ଦିର ପାଇଁ ଗାଁଟି ମନ୍ଦିର ମାଳିନୀ ଗାଁ ଭାବେ ଆଖପାଖରେ ବେଶ୍ ପରିଚିତ। ଏହି ଗାଁରେ ଲାଗି ଲାଗିଥିବା ଏହି 4ଟି ଛୋଟ ଛୋଟ ମନ୍ଦିରରେ ଗ୍ରହରାଜ ଶନିଦେବ ଓ ମା ତାରାକାଳୀ, ରାମ ଦରବାରରେ ଜୟ ଶ୍ରୀରାମ ଏବଂ ମା ତାରିଣୀ ପୂଜା ପାଉଛନ୍ତି। ଯଦି ଆପଣ କେବେ ବାରଙ୍ଗ କିମ୍ବା ତ୍ରିଶୂଳିଆ ଆସୁଛନ୍ତି ତେବେ ନିଶ୍ଚିତ ଆସନ୍ତୁ ଏ ଗାଁକୁ ଓ ଆଧ୍ୟାତ୍ମିକ ଅନୁଭବକୁ ସାଉଁଟି ଯାଆନ୍ତୁ। ଆଜି ଟିକେ ବାରଙ୍ଗ ବେଲଗଛିଆ ଗାଁ ଆଡ଼କୁ ବୁଲି ଯାଇଥିଲୁ। ଯେତେବେଳେ ଆମେ ଗାଁରେ ପଶିଥିଲୁ ସେହି ସମୟରେ ଗାଁ ରାସ୍ତା ମୁହଁରେ ଏହି 4ଟି ସୁନ୍ଦର ମନ୍ଦିର ଦେଖିବାକୁ ପାଇଥିଲୁ। ଆପଣମାନେ ଯଦି ବେଲଗଛିଆ ଗାଁକୁ ଆସିଥିବେ ନିଶ୍ଚିତ ଭାବରେ ଏହି 4ଟି ମନ୍ଦିରକୁ ଦେଖିଥିବେ। ଆଜି ଏହିସବୁ ମନ୍ଦିର ପାଇଁ ଗାଁଟି ମନ୍ଦିର ମାଳିନୀ ଗାଁ ଭାବେ ଆଖପାଖରେ ବେଶ୍ ପରିଚିତ। ଏହି ଗାଁରେ ଲାଗି ଲାଗିଥିବା ଏହି 4ଟି ଛୋଟ ଛୋଟ ମନ୍ଦିରରେ ଗ୍ରହରାଜ ଶନିଦେବ ଓ ମା ତାରାକାଳୀ, ରାମ ଦରବାରରେ ଜୟ ଶ୍ରୀରାମ ଏବଂ ମା ତାରିଣୀ ପୂଜା ପାଉଛନ୍ତି। ଯଦି ଆପଣ କେବେ ବାରଙ୍ଗ କିମ୍ବା ତ୍ରିଶୂଳିଆ ଆସୁଛନ୍ତି ତେବେ ନିଶ୍ଚିତ ଆସନ୍ତୁ ଏ ଗାଁକୁ ଓ ଆଧ୍ୟାତ୍ମିକ ଅନୁଭବକୁ ସାଉଁଟି ଯାଆନ୍ତୁ।